ସେଇ ଅଧା ମୁଣ୍ଡ ଅଧା ଶରୀର ହୋଇ ଉପଗତ ହେଲେ ରାହୁ। ଉପଗତ ଯେତେବେଳେ ହେଇଛନ୍ତି ମନରେ ତାର ଆସିଗଲା, କାହାର? ଜଳନ୍ଧରଙ୍କର ମନରେ ଆସିଗଲା ଇଏ କ'ଣ ଶରୀର? ମିଳିଲା ଜଳନ୍ଧର ଆଗେ ନିଜ ଶରୀର ବେନି ଭାଗେ, ତାହାକୁ ଦେଖି ସିନ୍ଧୁସୁତ ବୋଲ ଇଏ କି ବିପରୀତ, କିଏ ତୋତେ କଲା ବେନି ଖଣ୍ଡ, କାହିଁ ପାଇଲୁ ଏଡ଼େ ଦଣ୍ଡ। ଗୋଟା ମଣିଷଟା ତୋର ଏତେ, ଏକଥା ମୋର ଆଗେ କହ, ଦେଖିଆ କୂଳ ମୋର ଦେହ, କିଏ ତୋତେ କଲା ଏତେ ସରି, ଆଜ ସରିବି ତାର ସିରି, ଏମନ୍ତ ଜଳନ୍ଧର ବାକ୍ୟ ରାହୁ କହ ଅତି ଶୋକେ, ଭଦେବ ଏ କର୍ମ ମୋହର ଭୃଗୁ ନନ୍ଦନଙ୍କୁ ପଚାର। ରାହୁ ବଚନେ ଦୈତ୍ୟନାହା ବୋଲ ଇ ଗୁରୁ କହ ଏହା, ରାଜା ବଚନେ ଶୁକ୍ରମୁନି କହନ୍ତି ଶିଷ୍ୟ ସ୍ନେହ ଘେନି, ଶୁଣ ରାଜନ ଚୂଡ଼ାମଣି ଏପରା ସତ୍ୟ ଯୁଗ ବାଣୀ, ଦୁର୍ବାସା ସାପେ ହତ ସିରି, ତିନି ଭୁବନେ ଦୁଃଖ ପୁରୀ। ଦୁର୍ବାସା ସାପେ ମାନେ ଥରେ ସାଗର ମନ୍ଥନ ବହୁତ ରହିଛି, କିନ୍ତୁ ଥରେ ଦୁର୍ବାସା ଋଷି ଯାଉଛନ୍ତି, ସେପଟୁ ଇନ୍ଦ୍ର ଆସୁଛନ୍ତି ଗଜ ଆହରଣ କରି, ଗଜରେ ମାନେ ହାତୀରେ ବସିକି ଇନ୍ଦ୍ର ଆସୁଛନ୍ତି। ଦୁର୍ବାସା ଋଷି ଯାଉଛନ୍ତି, ଦୁର୍ବାସା ଯେମିତି ଟିକେ ଦେଖିଦେଇଛନ୍ତି ଋଷି, ଇନ୍ଦ୍ର ବି ଓହ୍ଲେଇ ପଡ଼ିଛନ୍ତି। ନମସ୍କାର, ଦୁହେଁ ଦୁହିଁଙ୍କର ନମସ୍କାର ହେଇଛି। ନମସ୍କାର ହେଇକି ଦୁର୍ବାସା ଋଷି ନିଜ ବେକରୁ ବା ଗଳାରୁ ହାରଟେ ଆଣି ଇନ୍ଦ୍ରଙ୍କୁ ସମ୍ମାନ ଜଣାଇ ଦେଇଛନ୍ତି, ତାଙ୍କ ଗଳାରେ ଲମ୍ବେଇଛନ୍ତି। ଇନ୍ଦ୍ର ଆଜ୍ଞା ସବୁବେଳେ ଗର୍ବ, ଯିଏ ନା ଆସନରେ ବସିବ ସେ ସବୁବେଳେ ଗର୍ବରେ ଟିକେ ରହନ୍ତି। ଇଏ କ'ଣ କଲେ, ଦୁର୍ବାସା ତାଙ୍କ ବାଟରେ ପଳେଇଲେ, କିଛି ବାଟ ଯାଇଛନ୍ତି, ଇଏ ହାତୀ ଉପରେ ବସି ଇନ୍ଦ୍ର ରାଜା କ'ଣ କରିଛନ୍ତି, ହାତୀ ଗଳାରେ ପକାଇ ଦେଇଛନ୍ତି। ଦେଖନ୍ତୁ ଆଜ୍ଞା, ଯେମିତି ହାତୀ ଗଳାରେ, ହାତୀ ତାକୁ ଗ୍ରହଣ ନ କରି ତଳେ, ହୁଏତ ତଳେ ଖସି ଯାଇଛି, ହାତୀ କ'ଣ କରିଛି ତାକୁ ଚକଡ଼ି ଦେଇଛି ତା ପାଦରେ। ଦୁର୍ବାସାଙ୍କର ଲକ୍ଷ୍ୟ ପଡ଼ିଛି। ଦୁର୍ବାସା କହିଲେ, ତୋର ଏତେ ଗର୍ବ, ଗର୍ବ ଆଜ୍ଞା କେବେ ବି କରିବେନି ଆପଣ, ତୋର ଏତେ ଗର୍ବ, ମୋତେ ଅସମ୍ମାନ, ତୋର ଇନ୍ଦ୍ରପଦ ଯିବ। ସର୍ବ ମାନେ ଯେଉଁ ଧନ ସମ୍ପତ୍ତି ପାଇଁ ତୋର ଗର୍ବ ହେଇଛି ସବୁ ନେଇକି ସବୁ ସମୁଦ୍ରରେ ବୁଡ଼ିଯିବ। ଏଇ ଐରାବତ ହସ୍ତି ବି ସମୁଦ୍ରରେ ସବୁ ଲୀନ ହେଇଯିବ, ଯେମିତି ଦ୍ୱାରିକାପୁରୀ ଲୀନ ହେଇଯାଇଛି। ଦ୍ୱାପର ଯୁଗ କଥା, କିନ୍ତୁ ଆପଣମାନେ ଜାଣିବା ପାଇଁ କହିଲେ, ସମୁଦ୍ରରେ ବୁଡ଼ିଯିବ ସବୁ। ସେଇଭଳିଆ ହେଲା। ଶୁକ୍ରାଚାର୍ଯ୍ୟ ବୁଝାଉଛନ୍ତି, ସମୁଦ୍ର ମନ୍ଥନ ହେଲା, ଦୁର୍ବାସା ସାପେ ହତ ସିରି, ଏ ତିନି ଭୁବନେ ଦୁଃଖ ପୁରୀ, ସମ୍ପଦ ଆସେ ସୁରାସୁର, ମନ୍ଦରେ ମନ୍ଥିଲେ ସାଗର। ଯେତେବେଳେ ସବୁ ସମ୍ପଦ ପଳେଇଛି, ଧନ ଥିଲେ ସିନା ଆପଣ ଆଜ୍ଞା ଗର୍ବ କରିବେ, ଧନ ନଥିଲେ କାକୁତି ମିନତି ହେଇକି ରହିବେ। ଜଣଙ୍କ ପାଖରେ ଧନ ହେଇଗଲେ, ସବୁ ସାମର୍ଥ୍ୟ ହେଇଗଲେ ତା ମନରେ ଗର୍ବ ହେବ। ନହେଲେ ଆଜ୍ଞା ସାଧାରଣ ଲୋକଟିଏ ଆଜ୍ଞା, ଯିଏ ଡାଲି ଭାତ ଖାଇକି ରହୁଛି ସେ କ'ଣ ଗର୍ବ କରିବ? ଯିଏ ରୁଟି ଦୁଇ ଖଣ୍ଡ ଆଚାର ଲଗେଇ ଖାଉଛି ସେ କ'ଣ ଗର୍ବ କରିବ? ଯାହା ପାଖରେ ଆଜ୍ଞା ପିନ୍ଧିବାକୁ ନାହିଁ ସେ କ'ଣ ଗର୍ବ କରିବ? ଯାହା ପାଖରେ ସବୁ ଅଛି ସିଏ ଗର୍ବ କରିବ, କିନ୍ତୁ ସେ ଭାବିପାରିବନି ଏଇଟା ଭଗବାନଙ୍କ ଦ୍ୱାରା, ଭଗବାନ ମୋତେ ଛିଟା ଟିକେ ମାରି ଦେଇଛନ୍ତି, ମୋ ଉପରେ ସେଇ ଛିଟାଟା ପଡ଼ିଛି, ମୁଁ ଆଜି ତାଙ୍କ ବଳରେ ବଳିଆନ। ସେ ଭୁଲିଯାଏ ସେଇ କଥା। ଇଏ ଦୁଷ୍ଟଜନଙ୍କ ବ୍ୟବହାର। ଆଜି ଇନ୍ଦ୍ର ସେଇଥିପାଇଁ ଏଇଭଳି ହେଇଛି କଥା। ତାପରେ ସମୁଦ୍ର ମନ୍ଥନ, ଯେ ପକ୍ଷୀ ସାଗର, ଯେ ସୁରାସୁର ମନ୍ଦରେ ମନ୍ଥିଲେ, ମନ୍ଦରେ ମନ୍ଥିଲେ ସାଗର, ମନ୍ଦର ପର୍ବତ, ମନ୍ଦରାଞ୍ଚଳ ପର୍ବତ, ମନ୍ଦରେ ମନ୍ଥିଲେ ସାର, ବାସୁକି ରଜୁ ହେଲେ, କଚ୍ଛପ ରହିଲେ, କଚ୍ଛପ ରୂପରେ ଭଗବାନ ବିଷ୍ଣୁ, ମନ୍ଥିଲେ ସାଗର ବାହାରିବ। ଯେମିତି ଆମେ ମନ୍ଥନ କରୁଛେ, ଲହୁଣୀ ବାହାରୁଛି, ଲବଣୀ ବାହାରୁଛି, ଘିଅ ବାହାରୁଛି। ଯେ ପକ୍ଷୀ ସାଗର ମନ୍ଥକୁ ଲକ୍ଷ୍ମୀ ସହିତେ କାମ ଧନୁ,
पुष्पक आदि रथ जेते सुरादि औषध सहिते हरिचंदन पारिजात उच्चश्रवादि ऐरावत कौस्तुभ आदि मणि माने उपजे समुद्र मंथने जे अपसरा अष्टनारी देखो आज्ञा मु कहूली अमृत घेनी धनंतरी धनंतरी आसूची बर्तमान धनंतरी जो धनतेरास कहे आम अमृत घेनी की धनंतरी उभा होते धनंतरी आम पालन करूने अमावास्या पूर्वर काली पूजा पूर्व दिन धनतेरास पूजा करुचे पाठ करुचे कि तांकर धनतेरास पूजा करुचे धनंतरी एमंत उपजिले जेते विष्णुता देवता हिते अमर भंडारे रखाई आपे लक्ष्मी की विवाह होई अमर भंडारे रखाई अमर को भंडारे रखिदे लक्ष्मी जो बाहर आज्ञा लक्ष्मी कहीं बाहर तार भी कारण अच्छे आपण श्रवण करवा हे ब्रह्मा को सृष्टि बड़ विचित्र लक्ष्मी कहीं बाहर समुद्र अजनी संभूता माँ पार्वती ये संसार रे आज्ञा उद्भव स्थिति संहारकारिणी उद्भव स्थिति संहारकारिणी सी सबू करदे आज्ञा माँ पार्वती जन्म ना शिवंकर ना जन्म अच्छी ना पार्वतींकर जन्म अच्छी पृथ्वी जात जोग माया तांको माया केही जानी पारे ना ब्रह्मा कौन कहले कहले पार्वती भलिया गोटे मु नारीटे तैयारी करी मु कौन तैयारी करें एत जीवजंतु एत विभिन्न प्रकार तैयारी कौन पार्वती को गोटे पार्वती परी नारी तैयारी करें यह